ପଡିଗଲା ଆଖି ପତା ଟିକେ ଫାଟି ଯାଇଥିଲା, କାନ ଟିକେ ଫାଟି ଯାଇଥିଲା, ହଁ ମାନେ ଉପରଟା ଆଉ ତଳେ ଟିକେ ଯୋଉ ଓଠ ତଳକୁ ହଁ ହଁ ସେଟା ବି ପୁରା ଟିକେ ସିଭିୟର ଭାବେ ଫାଟିଥିଲା। ହୁଁ ଆଉ ବେକଟା ଯେହେତୁ ମୁଁ ମାନେ କେମିତି ଛିଟେଇ ପଇଲା ନା ଇଏ କରିକି ବାଜିଗଲା ଲାଇଟ ରେ, ଆଜ୍ଞା ଆଉ ବେକଟା ଟିକେ ମକଚି ଯାଇଥିଲା। ବେକଟା ମେନ୍ ସେ ଟିକେ ଅବାଗିଆ ଲାଗିବନି କି? ଆଉ ଆଜ୍ଞା ସେ ହଲି ଆଜ୍ଞା ବୋଲି ପାଇଲାନି ନା। ବବୁଲ କହିଲା କଣ ଯେ ଏମିତି ଶୁଭୁଛି, ହୁଁ 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 ଏତିକି କହିଦେଲେ ପାଣି ନିଅ କହିଲେ ଆମେ ଗଲୁ ଆଉ। ଭାଇ ନମସ୍କାର। ନମସ୍କାର। କେମିତି ଅଛନ୍ତି ଭାଇ? ବହୁତ ବଢିଆ। କାଲି ସବୁ ଅସୁବିଧା ଯୋଉ ହେଇଥିଲା ସବୁ ଠିକ ଠାକ ହେଇଗଲାଣି ନା? ହଁ ପୁରା ଠିକ ହେଇଯାଇଛି। ଆମେ ଦେଖୁଥିଲୁ ମାନେ ସେ ଘଟଣା ମାନେ କଣ ଏତେ ସିରିୟସ ଭାଇ ହେଇଗଲେ ଯେ ତାଙ୍କୁ ଟେକିକି ନବା ପାଇଁ ପଡିଲା ଭାଇ? ହଁ ସେ ଯେହେତୁ ପଡିଗଲା ଆଖି ପତା ଟିକେ ଫାଟି ଯାଇଥିଲା, କାନ ଟିକେ ଫାଟି ଯାଇଥିଲା, ହଁ ମାନେ ଉପରଟା ଆଉ ତଳେ ଟିକେ ଯୋଉ ଓଠ ତଳକୁ ହଁ ହଁ ସେଟା ବି ପୁରା ଟିକେ ସିଭିୟର ଭାବେ ଫାଟିଥିଲା। ହୁଁ ଆଉ ବେକଟା ଯେହେତୁ ମୁଁ ମାନେ କେମିତି ଛିଟେଇ ପଇଲା ନା ଇଏ କରିକି ବାଜିଗଲା ଲାଇଟ ରେ, ଆଜ୍ଞା ଆଉ ବେକଟା ଟିକେ ମକଚି ଯାଇଥିଲା। ବେକଟା ମେନ୍ ସେ ଟିକେ ଅବାଗିଆ ଲାଗିବନି କି? ଆଉ ଆଜ୍ଞା ସେ ହଲି ଆଜ୍ଞା ବୋଲି ପାଇଲାନି। ଆଉ ଆଚ୍ଛା ସେଥିପାଇଁ ଯୋଉ ମାନେ ପଡିଗଲା ପରେ ଷ୍ଟେଜ ଉପରେ ପଡିଗଲେ ନା? ହଁ ହଁ ସେ ଷ୍ଟେଜ ଯୋଉ ଉପରେ ଭିଡିଓ ଟା ଆମେ ପଡିଗଲା। ଦେଖୁଛୁ ମାନେ ଡାଇଲଗ କହି କହୁ ଗଳି ପଡିଲେ ନାଇଁ କଣ? ହଁ ସେ ଆମେ ବାହାରେ, ମୁଁ ସେ ସିନ୍ ପୂର୍ବରୁ ଆସିକି ଛିଡା ହୁଏ, ତାପରେ ମୋର ସିନ୍ ଟା ପଡେ। ହଁ 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 କାଲି କିନ୍ତୁ ମୁଁ ଛିଡା ହେଇନି, ଆମେ ଏପଟେ ବବୁଲ ମୋର କଥା ହଉଛୁ, ଡାଇଲଗ ଟା ଟିକେ ଫମ୍ବଲ ହେଲା। ହଁ ହଁ ଟିକେ ଫମ୍ବଲ ହେଲା। ମୁଁ କହିଲି ପ୍ରାୟ ନା, ବବୁଲ କହିଲା କଣ ଯେ ଏମିତି ଶୁଭୁଛି, ହୁଁ 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 ଏତିକି କହିଦେଲେ ପାଣି ନିଅ କହିଲେ ଆମେ ଗଲୁ ଆଉ। ସେଠୁ ଭାଇ ଏବେ ମାନେ ଯାତ୍ରା ତ କାଲି ବନ୍ଦ ଥିଲା, ମାନେ ପହର ଦିନ, କାଲି ଠିକ ହେଇଛି ନା ଯାତ୍ରା? ନା ହଁ ପରଦିନ 6 ନମ୍ବର 7 ନମ୍ବର ସିନ୍ ଭିତରୁ ବନ୍ଦ ରହିଥିଲା। ଆଉ ଦର୍ଶକ ମାନଙ୍କୁ ଧନ୍ୟବାଦ ଦବାକୁ ପଡିବ, ଯାହା ହଉ ସପୋର୍ଟ କଲେ। ସପୋର୍ଟ କଲେ ଦୂର ନାଇଁ? ଦୂର ବହୁତ ସପୋର୍ଟ, ତାଙ୍କୁ କୋଟି କୋଟି ପ୍ରଣାମ। କାରଣ ବହୁତ ଦୂରରୁ ଆସିଥିଲେ ଦର୍ଶକ ମାନେ, ବେଲପାହାଡ, ଝାରସୁଗୁଡା, ବ୍ରଜରାଜନଗର, ଯୋଉ ବରଗଡ଼, ହୁଁ ବରପାଲି ସବୁ ଆଜ୍ଞା ଆସିଥିଲେ ବହୁତ ତାଙ୍କୁ ଧନ୍ୟବାଦ। ଯାଉ ସେ ଆମକୁ ଦୁଃଖ ଲାଗୁଛି କି ସେ ନାଟକଟା ଆମର ଶେଷ ପର୍ଯ୍ୟନ୍ତ ଦେଖିପାରିଲେନି। ନାଟକ ଆଉ ଥିଲା ଯେହେତୁ ଏଡା ନା ଭାଇ? ହଁ ଏଇଟା ଯେହେତୁ ପଶ୍ଚିମ ଓଡିଶାରେ ଆମର ବହୁତ କମ କ୍ୟାମ୍ପ ଅଛି, ହଁ ହଁ ତାପରେ ଆମେ ଯାଉଛୁ କୋଉଠିକି ସୋନପୁର ଅଁଳାସାରୀ। ଆଜ୍ଞା ଯାଉ ସେଇଠି ଆଶା କରି ସବୁ ଆସିବେ ଦେଖିବା ପାଇଁ, ନାଟକଟା ଫୁଲ ଦେଖିବେ। ଆଉ ଆଚ୍ଛା ଭାଇ ବହୁତ ଆଜ୍ଞା ବହୁତ ଦର୍ଶକ ସପୋର୍ଟ କଲେ ଶେଷ ଦର୍ଶକ ପର୍ଯ୍ୟନ୍ତ। ସପୋର୍ଟ ନ କରିଥିଲେ କିଛି ହେଇପାରିନଥାନ୍ତା ନାଇଁ? କିଛି ହେଇପାରିନଥାନ୍ତା। ବହୁତ ଧନ୍ୟବାଦ ତାଙ୍କୁ କମିଟି ବି ଶେଷ ଲସ୍ ପର୍ଯ୍ୟନ୍ତ। ସହିଥାନ୍ତା। ନା ହଁ କହିଲେ ଆମେ ଟିକେଟ ରିଟର୍ନ କରିଦିଅ କିନ୍ତୁ ଆଜ୍ଞା ସେମିତି ଆଜ୍ଞା କିଛି ହେଲାନି, ଯାଉ ସପୋର୍ଟ କଲେ। ତ ଭାଇ ଆଉ କାଲି ଯାଉ ଗୋଟେ ଆଜ୍ଞା ହାଉସଫୁଲ ଥିଲା ନା କାଲି ବି? ସେଇ ଏଡା ଆଜ୍ଞା ନାଟକ ହେଇଥିଲା ନା ଭାଇ? ନା କାଲି ବଜରଙ୍ଗୀ ହେଲା। କାଲି ବଜରଙ୍ଗୀ ହେଇଥିଲା। ଆଜ୍ଞା ଭାଇ ଏବେ ମାନେ ଯୋଉ ମାନେ ସୋସିଆଲ ମିଡିଆରେ କମେଣ୍ଟ ସବୁ ଦେଖୁଥିବେ, ଆଜ୍ଞା ତ ଏସବୁ ଜଣେ ପଡି ଯାଉଛି, ତା ଦେହ ଖରାପ ହଉଛି, ଯେତେବେଳେ ସୋସିଆଲ ମିଡିଆରେ କମେଣ୍ଟ ଆସୁଛି ଯେ ଆଜ୍ଞା ପୁଣି ନୂଆ ନାଟକ ଆରମ୍ଭ ହେଲା, ତ କହିବେ ହାଇଲାଇଟ୍ ହବ। ଆରେ ସିଏ ଆଉ ହାଇଲାଇଟ୍ ଆଉ କଣ ହବ, ସେ ହାଇଲାଇଟ୍ ହେଇସାରିକି ଉପରେ ଅଛି। ମାନେ ଭୁବନେଶ୍ୱରରୁ ବାଲିଆପାଳ ନାଇଁ? କିଛି ସେ କଥା ସମସ୍ତେ କହିବେ, ଏଠି କିଏ କାହା ମାନେ କହିବ ଭାଇ, ସମସ୍ତେ କହିବେ। ଆଜ୍ଞା ଆଉ ତାଙ୍କର ଆଉ ହାଇଲାଇଟ୍ କଣ, ଆଉ ଗୋଟେ ଉପରକୁ କଣ, ଯେହେତୁ ଆମେ ଜାଣିଥିଲେ ଦୈତନ ନଥିଲେ ଯାତ୍ରାରେ, ତାଙ୍କ ଜାଗା ଗୋଟେ ସ୍ୱତନ୍ତ୍ର, ସେ ଘରେ ଘରେ ପରିଚୟ ପାଇଥିଲେ। ମୋ କହିବା କଥା, ଏବେ ଛୁଆଠୁ ବଡ ପର୍ଯ୍ୟନ୍ତ, ବୟସ୍କ ପର୍ଯ୍ୟନ୍ତ ଆରମ୍ଭ କରି ପ୍ରାୟ ସମସ୍ତଙ୍କ ମୁହଁରେ ଗୋଟେ ଛୋଟ ଛୁଆ ଆମ ପାଖରେ ବୁଲୁଛି, ମାନେ ଏଠି ପଶ୍ଚିମ ଓଡିଶା ପଡିଥିଲା ପୂର୍ବଥର ପାଇ ନଥିଲା, ମାନେ ଆଜ୍ଞା ଛତିଶଗଡ ପାଖରେ ହୁଁ ହୁଁ ପାଟି ପଡିଥିଲା, ସେଠି ଗୋଟେ ଟିକି ଛୁଆ କହିଛି ପିଉଛୁ ଆସିନି, ହୁଁ ପିଉଛୁ ଆସିନି। ମାନେ ଛୋଟ ଛୁଆଟେ କହୁଛି? ଗୋଟେ ଛୋଟ ଛୁଆଟେ, 6 ବର୍ଷ ଛୁଆଟେ, ମୋର ଭିଡିଓ ବି ୟୁଟ୍ୟୁବରେ ପକେଇଥିଲି ହଁ ହଁ ମୋ ଚ୍ୟାନେଲରେ। ଆଜ୍ଞା ଛୁଆଟାକୁ ମତେ ଦେଖି କହୁଛି ହେଇ ପିଉଛୁ ଆଉଛି, ନା ନାଇଁ ଇଏ ଖିଟିଛି। ସେଇ ହଉଛି ହାଇଲାଇଟ୍। ଆଉ କଣ ଭଲ ପାଇବା, ସେ ଆଉ କଣ ହାଇଲାଇଟ୍ ହେଇନି ଯେ ବାହାନା କରିବ। ଆଜି କଣ ନାଟକ ଅଛି ଭାଇ? ଆଜି ବୋଉ ଲୋ ବୋଉ। ଭାଇ ଏବେ ମାନେ ତାଙ୍କର ଯୋଉ ଅବସ୍ଥା ହେଇଥିଲା, ମାନେ ଓଠ ଫୋଠ ଫାଟିଥିଲା, ମାନେ ଏ ସବୁ ଠିକ ଠାକ ତ ଭାଇ? ହଁ ହଁ ଟିକେ ମେଡିସିନ ଫେଡିସିନ ଲଗା ହଉଛି, ଆଉ ଟିକେ ଟେଷ୍ଟ ଫେଷ୍ଟ କରାଯିବ। କାରଣ ଯେହେତୁ ଏଇଟା ଦିନରେ ହେଇଥିଲେ ସନଷ୍ଟ୍ରୋକ କୁହାଯାଇଥାନ୍ତା। ହୁଁ 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 ଝାଳ ବହୁଛି ନା, ତାର ବହୁତ ଟିକେ ଝାଳ ବାହାରେ, ହୁଁ ହୁଁ ସିନ୍ ଟିକେ ରହିଥିଲା। ହୁଁ ଆଉ ହୁଁ ପାଣି ଟିକେ ପିଇବା କମ ଥିଲା। ଲାଇଟ୍ ଏ ଯୋଉ ବହୁତ ହେଭି ଲାଇଟ୍, ହୁଁ 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 ଏବେ ଦର୍ଶକ ଏବେ କହିବେ ଲାଇଟ୍ ଟିକେ କମେଇଦିଅ, ଲାଇଟ୍ କମେଇଲେ ଲାଇଟ୍ ନାହିଁ। ହୁଁ କୁଆଡୁ ହୁଁ ହୁଁ ଜଣେ ଯାତ୍ରାରେ ହେବା ପାଇଁ ଯଦି ଗେଟ୍ ଟା ଭଲ ନହେଲା, ଗେଟ୍ ନାହିଁ। ହୁଁ ଯଦି ହୁଁ ଜଣେ କଳାକାର କହୁଛନ୍ତି, ଏବେ କହିବେ ନୂଆ କଳାକାରଙ୍କୁ ସୁଯୋଗ ଦିଅ, ହୁଁ 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 ଯଦି ନୂଆ କଳାକାରଙ୍କୁ ସୁଯୋଗ ଦେଲେ ବ୍ୟାନର କମ ରହିଗଲେ, ବଡ ବଡ ଆର୍ଟିଷ୍ଟ ଯୋଉ ହୁଁ ହୁଁ ସେ ବାଟ କେହି ନାହାନ୍ତି, ମାଳେପାଟି କୁଆଡେ କରିବ, ଇଆଡୁ କହିବେ ସିଆଡୁ କହିବେ ଆଚ୍ଛା ଆଚ୍ଛା ଲାଇଟ୍ କମେଇ ଦିଅ, ଲାଇଟ୍ କାଇଁ ଏତେ ଦଉଛ, ପୁଣି କହିବା ଲାଇଟ୍ ନାହିଁ ଅନ୍ଧାର ଦେଖାଯାଉଛି। ଏଇ ଘଟଣା। ଆଚ୍ଛା ଆଉ ମାନେ ଏବେ କାଲି ଟିକେ ଲାଇଟ୍ କମ କାମ ହେଲା। ଲାଇଟ୍ କମ ରେ କାମ ହେଇଛି ଏ ଘଟଣା ପରେ ନାଇଁ? ଆଜ୍ଞା ଆଜ୍ଞା ତ ଆଜ୍ଞା ଏବେ କାରଣ ଏବେ ଏବେ ଭାଇ ଭୁବନେଶ୍ୱର ଆସିଲେ କିମ୍ବା କଟକ ଆସିଲେ, ଭାଇ ଘରକୁ ଆସିଲେ, ତାଙ୍କର ମାନେ ବିଭିନ୍ନ ପରୀକ୍ଷା କରିବାର ଆବଶ୍ୟକତା ଅଛି ନା?
ହଁ ନିଶ୍ଚୟ କରିଦବା ଟିକେ ଆଉ ବଡିଟା ଫୁଲ ବଡି କଥା ମୁଁ ତ ସେଇଭଳିଆ ସତର୍କ ପୁରା ମୋ ଦେହ ଖରାପ ହଉଥିରୁ ମୁଁ ଟିକେ ଯାହା ହେଲା ବେଳକୁ ସାଙ୍ଗେ ସାଙ୍ଗେ ଟ୍ରିଟମେଣ୍ଟ ହଉଛି ଆଜ୍ଞା ଯେହେତୁ ଆଜ୍ଞା ଆମେ ରାତି ଅନିଦ୍ରା ରହୁଛୁ ଆଜ୍ଞା ଏ ପାଣି ସେ ପାଣି ବୁଲୁଛୁ ଟେଷ୍ଟ ହୁଁ କରିବାର ନିହାତି ଆବଶ୍ୟକ ଆଉ ସେ କମେଣ୍ଟ ସେ ଲୋକ ଲେଖିବେ କିଏ ଶୁଣୁଛି ଆଜ୍ଞା ଆଜ୍ଞା ଏବେ ସବୁ ଠିକ ଠାକ ତ ହଁ ଠିକ ଠାକ ମାନେ ପୁରା ଖାଦ୍ୟ ଓକେ ପେୟ ସବୁ ଠିକ ଠାକ କାରଣ ମାନେ ହଁ ହଁ ଯେତେ ରାତି ସେତେ ଘର ମାନେ କୋଉଠି କଣ କେତେବେଳେ ତା ଠିକ ଠିକଣା ନାହିଁ ଆଜ୍ଞା ନୂଆ ଆଜ୍ଞା କୋଉଠି ପାଣିପାଗ ବାତ୍ୟା ଆଶ୍ରୟସ୍ଥଳୀ କେତେ କୋଉଠି ଆଇବି କୋଉଠି ସ୍କୁଲ ଘର କୋଉଠି କ୍ଲବ ଘର ଆଉ ସବୁ ଜାଗା କଣ ମିଳୁଛି କି କିନ୍ତୁ ଭଲ ଆପଣ ଆପଣ ମାନେ ଯାତ୍ରା ଦୁନିଆରେ ରହିଲେ କି ରହିବା ଦ୍ଵାରା ଯାତ୍ରାକୁ ତ ଅନ୍ତତଃ ପକ୍ଷେ ଧନ୍ୟବାଦ କହିବେ ଯେ ଯାତ୍ରାରେ ରହିବା ଦ୍ଵାରା ଆପଣ ସାରା ଓଡିଶା ବୁଲି ପାରିଲେ। ବହୁତ ବହୁତ ଧନ୍ୟବାଦ ଖାଲି ବୁଲିବା ସହିତ ପରିଚୟ ସହିତ ସବୁ କିଛି ପାଇଛୁ ଯାତ୍ରା ଅଛି ବୋଲି ଆମକୁ ପରିଚୟ ମିଳିଛି ଆଜ୍ଞା ଲୋକ ପଇସା ବହୁତ ଖର୍ଚ୍ଚ ଧନ୍ୟବାଦ କରିକି ବି ସବୁ ଓଡିଶା ସାରା ଓଡିଶା ବୁଲି ପାରୁନାହାନ୍ତି। ବୁଲି ପାରୁନାହାନ୍ତି ପ୍ରତ୍ୟେକ ଜାଗା ବୁଲୁଛୁ ଆଉ ଧନ୍ୟବାଦ ସେଇ ଦର୍ଶକ ମାନଙ୍କୁ ଯେ ଆମକୁ 95% ଭଲ ପାଉଛୁ 5 ବର୍ଷ ହେକ୍ଟର ନ ନେଲେ ଆଗକୁ ଯାଇ ହବନି ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଆପଣ ବିଭିନ୍ନ ମାନେ ଜାଗାର ବିଭିନ୍ନ ମାନେ ଲୋକ କଥା ସେ ସବୁକୁ ମାନେ ଡିଜିଟାଲି ମାଧ୍ୟମରେ ଆପଣଙ୍କ ୟୁଟ୍ୟୁବ ପେଜରେ ବି ହଁ ଛାଡୁଛନ୍ତି। ଆପରେ ଗୋଟେ ବାହାର କରୁଛୁ ବା ମୋ ଚ୍ୟାନେଲରେ ଆଜ୍ଞା ଆସ ବୋଲି ଯିବା ଗାଁକୁ ଯୋଉଠି ଯୋଉଠି କମିଟିରେ ପାର୍ଟି ପଡିବ ଯୋଉ ଗାଁରେ ପଡିବ ହୁଁ ହୁଁ ତାଙ୍କ ମୋ ଚ୍ୟାନେଲ ମାଧ୍ୟମରେ ତାଙ୍କ ଐତିହ୍ୟ ତାଙ୍କ ଗାଁର ପରମ୍ପରା ଏସବୁ ଦେଖିବା ପାଇଁ ଚାହୁଁଛି ମୁଁ ଏଇଥିପାଇଁ ଚାହୁଁଛି ଯେତେବେଳେ ଯାତ୍ରା ଛାଡିକି ରିଟର୍ନ ନବା ହୁଁ ହୁଁ ସେତେବେଳେ ସ୍ମୃତିଟା ରହିବ ଲୋକମାନେ ଆଉ ତ ଯାତ୍ରା ଦେଖିପାରିବେନି ଆମର ହୁଁ 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 ଆଉ ସେତେବେଳେ ଆମେ ଜାଣିବୁ ଯେ କିଟିଶ ଭାଇ କଣ ଆସି ଭିଡିଓ ଫିଡିଓ କରିଥିଲେ ଆମ ପିଲା ଛୁଆ ଦେଖିବେ ଏ, ଯୋଜନା ତା- କରିଛି ଗୋଟେ ତାହେଲେ ରିସେଣ୍ଟ ମାନେ ଆଉ ସେଠି କେତେ ଦିନ ଅଛନ୍ତି ଭାଇ? ଆଜି ଲାଷ୍ଟ କାଲି ପଳେଇବୁ ଆମେ ସମ୍ବଲପୁର ସୋନପୁରରୁ ଭିତରକୁ ଟିକେ ଅଁଳା ସାରି ଆଚ୍ଛା ମାନେ ଆଜ୍ଞା ଏବେ ଶେଷ ପଶ୍ଚିମ ଓଡିଶାର ଶେଷ ମୁଁ ବି ଗାଁ ଯୋଗାଯୋଗ କରିବା ପାଇଁ ଚାହିଁଥିଲି ଭାଇଙ୍କ ସହିତ ଯେହେତୁ ସେ ବୋଧେ ଶୋଇଥିବେ ତାଙ୍କ ଫୋନ ହଁ ବହୁତ ଲାଗିନଥିଲା ନା ସୁଇଚ୍ ଅଫ୍ ଥିଲା। ଶୋଇନାହାନ୍ତି ସେ ଏଇଠୁ ଏଠାରେ ଯେ ଧନ୍ୟବାଦ ଦେବାକୁ ପଡିବ ଏଠାରେ ଯେ ଏମଏଲଏ ଅଛନ୍ତି ଆଚ୍ଛା ରୋମାଂଶ କୁମାର ବିଶ୍ୱାଳ ଆଜ୍ଞା ସାର୍ ଆଜ୍ଞା ହୁଁ ବହୁତ ବଢିଆ ବହୁତ ସପୋର୍ଟିଭ ମାନେ ରାତି ଦିନ ତାଙ୍କ ପାଖରେ ରହିଛନ୍ତି ସବୁବେଳେ ଦିନର ଦିଥର ଫୋନ ହୁଁ ହୁଁ ବୁଲିକି ଯାଉଛନ୍ତି ଟେଷ୍ଟ ଫେଷ୍ଟ କରିବା ପାଇଁ ଆସ ଯିବା ଟ୍ରିଟମେଣ୍ଟ ବହୁତ ବଢିଆ ଭାଇଙ୍କ ପାଇଁ ସ୍ପେଶାଲ ମନ୍ଦିରରେ ଗୋଟେ ଦୀପ ଜାଳିବା ପାଇଁ ଗୋଟେ ପ୍ରୋଗ୍ରାମ କରୁଛନ୍ତି ଯାହା ହଉ ବହୁତ ବହୁତ ବଢିଆ ବହୁତ ମାନେ ବଢିଆ ଆପଣଙ୍କୁ ବି ଧନ୍ୟବାଦ ଆପଣ ଏଇଭଳି ସମୟରେ ମାନେ ଯୋଉ ଭାଇଚାରା କଥା ଆପଣ କହୁଛନ୍ତି ଆମେ ଦେଖୁଛୁ ବବଲୁ ଆପଣ ମାନେ ପିଙ୍କି ଆମେ ଆପଣ ସବୁ ମାନେ ଗୋଟେ ପୁରା ସୂତ୍ରରେ ବାନ୍ଧି ହେଲା ଭଳିଆ ବାନ୍ଧି ହେଇକି ରହିଛନ୍ତି ସମସ୍ତେ ଆପଣ ହଁ ଟିମ୍ ଟା ପୁରା ଆଜ୍ଞା ଆଜ୍ଞା ଆମେ ରହିଛୁ ଗୋଟେ ଭାଇଚାରା ହେଇକି ରହିଛୁ ଆଉ ରହିବାକୁ ପଡିବ ଆଉ ଅନ୍ତତ୍ ପକ୍ଷେ ପିୟୁଷଙ୍କ ବାପା ମାନେ ତାଙ୍କ ଘରେ ଯୋଉ ସବୁ ମାନେ ତାଙ୍କ ପରିବାର ଲୋକ ଯୋଉ ସବୁ ଭିଡିଓ ଦେଖୁଥିବେ ପିୟୁଷ ଅସୁସ୍ଥ ଏ ଖବର ପରେ ଆଜ୍ଞା ଅନ୍ତତ୍ ପକ୍ଷେ ଜାଣିବେ ତ ତାଙ୍କ ପାଖରେ ତା ଭାଇ କ୍ଷିତିଶ ଅଛି ବବଲୁ ଅଛି ପିଙ୍କି ଅଛି ମାନେ ସମସ୍ତେ ଅଛନ୍ତି ତ ଏତିକି ନିଶ୍ଚୟ ନିଶ୍ଚୟ ଆଶ୍ୱାସନା ତାଙ୍କ ପରିବାରକୁ ଆପଣ ବି ଦେଇପାରିବେ କାରଣ ସେ ହଁ ନ୍ୟୁଜ ଆମେ ଦେଖିଲେ ବି କିଏ ଯାଇ ଦେଖିବ ଦେଖ କ୍ଷିତିଶ ଭାଇ କହିଛନ୍ତି ଯେ ପିୟୁଷ ଭାଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆଜ୍ଞା ଆମେ ଟୋଟାଲ ଅଛୁ ଏଠି ଅଛୁ ଆଉ ମାନେ ସପୋର୍ଟିଭ ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣ ଥାଆନ୍ତୁ ଆପଣ ଆସିଲେ କେତେବେଳେ ଦେଖାହବା କଥା ହବା ଭାଇ ଭାଇ ଦେଖାଯିବା ଯୋଉ ପଡିବ ପାର୍ଟି ଆମର ଗଣେଶ ପୂଜାରେ ସିଜୁ ଆଉ ଭୁବନେଶ୍ୱର ଆଜ୍ଞା ଆଉ ପଡିବା ଆଉ ସେଇଠି ଦେଖା ହବା ଦେଖାହବା ଆଉ ଆଜ୍ଞା 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 ରହିଲି ଭାଇ ନମସ୍କାର।